ତର୍ଲି ଗ୍ରାମରେ ଜମିଛି ଅନ୍ନଭୋଜନର ପସରା। ପବିତ୍ରତାର ଶାନ୍ତ ବାତାବରଣ, ଆଧ୍ୟାତ୍ମିକତା ଏକ ସୁନ୍ଦର ପରିବେଶରେ ଜମିଛି ଅନ୍ନଭୋଜନର ପସରା। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମହାପ୍ରସାଦ ସେବନ କରିଲା ଭଳି ଖୁବ୍ ଆଗ୍ରହ ସହକାରେ ଅନ୍ନଭୋଜନକୁ ସେବନ କରୁଛନ୍ତି। ସେହି ଅନ୍ନଭୋଜନ ସେବନ କରି ପ୍ରତ୍ୟେକ ବ୍ୟକ୍ତି ଖୁବ୍ ଶାନ୍ତି ଆଉ ତୃପ୍ତି ଅନୁଭବ କରୁଥିବା ବେଳେ ଅନ୍ନଭୋଜନ ଖଳାରେ ଖୁବ୍ ଗହଳି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ନୀରବ ନିଶ୍ଚଳ ଭାବରେ ଅନ୍ନଭୋଜନ କରିବା ପାଇଁ ଶୃଙ୍ଖଳାର ସହିତ ଭୋଜନ ଖଳାରେ ଧାଡ଼ି ବାନ୍ଧି ବସିଥାନ୍ତି ଅନେକ ବ୍ୟକ୍ତିବିଶେଷ। ଭୋଜନର ଆୟୋଜନ କରିଥିବା କମିଟି ମଧ୍ୟ ଖୁବ୍ ତତ୍ପରତା ସହିତ ଭୋଜନ ବେଉଷଣ କରିବାରେ ଲାଗି ପଡ଼ିଥାନ୍ତି। ସମସ୍ତେ କେମିତି ଶାନ୍ତିରେ ଅନ୍ନଭୋଜନ ଗ୍ରହଣ କରିପାରିବେ ତାହାର ବିହିତ ବ୍ୟବସ୍ଥା କରିଥିଲେ ମଧ୍ୟ ସବୁବେଳେ ତୀକ୍ଷ୍ଣ ଦୃଷ୍ଟି ଦେଇ କମିଟି ତଦାରଖ କରୁଥାଏ। ଶାନ୍ତି ଶୃଙ୍ଖଳାର ସହିତ ଯେମିତି ଅନ୍ନଭୋଜନ ଗ୍ରହଣ କରି ଶୃଙ୍ଖଳିତ ଭାବରେ ସମସ୍ତେ ଯିବେ ସେଥିପାଇଁ ସମସ୍ତ ଆୟୋଜକ ସଦସ୍ୟ ଦୃଷ୍ଟି ଦେଇଥାନ୍ତି। ଏହି ଅନ୍ନଭୋଜନର ପସରା ଖୋଲାଯାଇଥିବା ଦୃଶ୍ୟ ହେଉଛି ଏକ ହରିନାମ ମହାମନ୍ତ୍ରର ଷୋହଳ ପ୍ରହର ନାମଯଜ୍ଞର ଦୃଶ୍ୟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତର ତର୍ଲି ଗ୍ରାମରେ ମହାସମାରୋହରେ ଆୟୋଜିତ ହୋଇଯାଇଛି ଷୋହଳ ପ୍ରହରୀ ନାମଯଜ୍ଞ। ବିଶ୍ୱର କଲ୍ୟାଣ ତଥା ଗ୍ରାମର ମଙ୍ଗଳ ପାଇଁ ଆୟୋଜିତ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ 8 ଗୋଟି ସଂକୀର୍ତ୍ତନ ଦଳକୁ ନେଇ ହରିନାମ ମହାମନ୍ତ୍ର ପରିବେଷଣ କରାଯାଇଥିଲା। ଏହି ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞରେ କର୍ତ୍ତା ଭାବରେ ଶ୍ରୀଯୁକ୍ତ ଲାଲମୋହନ ବାଗ ଏବଂ ତାଙ୍କ ଧର୍ମପତ୍ନୀ ସୁକାନ୍ତି ବାଗ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ଗୋପାଲ ମହାନ୍ତି ଏବଂ ତାଙ୍କ ସହଯୋଗୀ ମୀନକେତନ ପଣ୍ଡା ଯଜ୍ଞ କାର୍ଯ୍ୟକୁ ସୁଚାରୁ ରୂପେ ପ୍ରତିପାଦନ କରିଥିଲେ। ତର୍ଲି ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଆୟୋଜିତ ହୋଇଥିବା ଏହି ହରିନାମ ମହାମନ୍ତ୍ରର ଷୋହଳ ପ୍ରହରୀ ନାମଯଜ୍ଞ ଖୁବ୍ ମହାଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି। ଖୁବ୍ ସୁନ୍ଦର ପରିବେଶ ଆଉ ଶାନ୍ତ ବାତାବରଣ ମଧ୍ୟରେ ହରିନାମ ମହାମନ୍ତ୍ରରେ ଏ ଅଞ୍ଚଳରେ ପବିତ୍ରତା ଭରି ଦେଇଥିଲା। ଖୁବ୍ ଉଚ୍ଚକୋଟୀର ନାମ ପରିବେଷଣ କରି ସଂକୀର୍ତ୍ତନ ଦଳ ଶହ ଶହ ଦର୍ଶକମାନଙ୍କୁ ମୁଗ୍ଧ କରିଦେବାରେ ସଫଳ ହୋଇଥିଲେ। ଦର୍ଶକମାନେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ଗ୍ରୀଷ୍ମକୁ ଖାତିର ନ କରି ନାମଯଜ୍ଞ ଉପଭୋଗ କରିବା ପାଇଁ ଗହଳି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଷୋହଳ ପ୍ରହରୀ ନାମଯଜ୍ଞକୁ ଦେଖିବା ପାଇଁ ପଡ଼ୋଶୀ ଜିଲ୍ଲାମାନଙ୍କରୁ ମଧ୍ୟ ଦର୍ଶକ ଆସିଥିବାର ଦେଖିବାକୁ ମିଳିଥିଲା। ଖୁବ୍ ମହାସମାରୋହରେ ଏହି ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ନାମଯଜ୍ଞକୁ ସାଫଲ୍ୟମଣ୍ଡିତ କରିବା ପାଇଁ ତର୍ଲି ଗ୍ରାମ ନାମଯଜ୍ଞ କମିଟିର ସଭାପତି ନୀଳାମ୍ବର ବାଗ, ଉପସଭାପତି ଗୁରୁବାରୁ ବାଗ, ସମ୍ପାଦକ ହେମନ୍ତ ବାଗ, କୋଷାଧ୍ୟକ୍ଷ ହିରନ ବାଗ, ପ୍ରଫୁଲ୍ଲ ବାଗ, ଚାମ୍ପେଶ୍ୱର ବାଗ ଓ ଗ୍ରାମର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ, କାର୍ଯ୍ୟକର୍ତ୍ତା ଏବଂ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଖୁବ୍ ଶୃଙ୍ଖଳାର ସହିତ ତର୍ଲି ଗ୍ରାମର ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଏ ଅଞ୍ଚଳ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଦେଇଛି। ଦର୍ଶକମାନେ ମଧ୍ୟ ଶୃଙ୍ଖଳାର ସହିତ ଯଜ୍ଞ ଉପଭୋଗ କରିବା ସହିତ ଅନ୍ନଭୋଜନ ଗ୍ରହଣ କରି ଶାନ୍ତି ଅନୁଭବ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ୍।